ଆଜିର ରେସିପି ହେଉଛି ଦହି ଭାତ। କେବଳ 10 ମିନିଟ୍ରେ ପ୍ରିପେୟାର ହୋଇଯିବ ଆମର ଏହି ରେସିପିଟି। ତ ଚାଲନ୍ତୁ ବନେଇବା ଦହି ଭାତ। ସେଥିପାଇଁ ମୁଁ ଏଠି ଭାତକୁ ଆଗରୁ ବନେଇକି ରଖିଥିଲି, ଆଉ ସେଟା ବି ବାସୁମତୀ ଚାଉଳରେ। ମୁଁ ସେ ଭାତରେ ଏଠି କିଛି ଦହି ନେଇଛି, ଡାଳିମ୍ବ କିଛି ନେଇଛି, ଆଉ ଲୁଣ ଆପଣଙ୍କ ସ୍ୱାଦ ଅନୁସାରେ ଦେବେ। ଆଉ କିଛି କଟା ଧନିଆ ପତ୍ର ମୁଁ ଏଥିରେ ଦେଇଛି। ଦହିରେ ଆମେ ଛୁଙ୍କ ଦେବା ପାଇଁ ସେଥିରେ କିଛି ତେଲକୁ ଗରମ କରି ନେବା। ସେଥିରେ ସୋରିଷ, ଜିରା, କଟା କଞ୍ଚା ଲଙ୍କା, ଛୋଟ ଛୋଟ କରି କାଟିଥିବା ଅଦାକୁ ଦେଇଦେବା। ଗୋଟେ ଚାମଚ ବୁଟ ଯାଇ, ଭୃସଙ୍ଗ ପତ୍ର, 2ଟା ଶୁଖିଲା ଲଙ୍କାକୁ ଦେଇ ଭଲସେ ୟାକୁ ଭାଜି ନେବା। ଆଉ କିଛି ଗୋଟା କାଜୁକୁ ଦେଇ ତାକୁ ବି ଆମେ ଭଲସେ ଭାଜି ନେବା। ଏବେ এই ଛୁଙ୍କଟିକୁ ଦହି ଭାତରେ ପକାଇଦେବା। ଏବେ ଗୋଟେ ଚାମଚ ସାହାଯ୍ୟରେ ୟାକୁ ଆମେ ଭଲସେ ମିଶାଇ ଦେବା। ବାସ୍ ରେଡ଼ି ହେଇଗଲା ଏବେ ଆମର ଦହି ଭାତ। ଯିବା ପୂର୍ବରୁ ମୋ ଚ୍ୟାନେଲଟିକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେଇ ଯାଆନ୍ତୁ। ରହୁଛି, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଗୋଟେ ନେକ୍ସଟ ଭିଡ଼ିଓରେ।